ମାୟା କହିବେ, ଆନନ୍ଦ, ତମକୁ ଚୁପ୍ ରହିବା ପାଇଁ କହିଲି ନା, କାହିଁକି ଅଯଥାରେ ଚିନ୍ତା କରୁଛ କହିଲ? ମୁଁ ତ କହିଲି ସବୁକିଛି ଠିକ୍ ଅଛି। ତାପରେ ମାୟା ମନେ ମନେ କହିବେ, ମୁଁ ତମକୁ କେମିତି କହିବି ଆନନ୍ଦ? ତମ ଦି ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ମୁଁ ରୂପସା ପାଖରେ ପଲ୍ଲବୀ ଜୀବନ ବିକି ଦେଇଛି। ରୂପସାର ସର୍ତ୍ତରେ ମୁଁ ରାଜି ହେଇଯାଇଛି। ତମେ ଯେତେବେଳେ ସତ ଜାଣିବ ଏକଥା କେମିତି ହଜମ କରିବ ଆନନ୍ଦ? ଯିଏ ତମ ଗେଲି ବୋହୂ ସେ ଘର ଛାଡ଼ିକି ଚାଲି ଯାଇଥିବ। ଭାବିଥିଲି ପଲ୍ଲବୀକୁ ଏକ୍ସେପ୍ଟ କରି ତମକୁ ଖୁସି ଦେବି, କିନ୍ତୁ ପଲ୍ଲବୀ ଏବେ ଏ ଘରୁ ଆଉ ଏପଟେ ପଲ୍ଲବୀ ଚିଠି ଲେଖୁଥିବେ। ଆଉ ଦାଦିମା ଆଉ ମମତା ପଲ୍ଲବୀ ପାଖକୁ ଆସିବେ। ଆଉ ଦାଦିମା କହିବେ, ପଲ୍ଲବୀ ଏସବୁ କ'ଣ? ତାପରେ ମମତା କହିବେ, ପଲ୍ଲବୀ ଏତେ ଜଲ୍ଦି ଲଗେଜ ପ୍ୟାକ୍ କରିବା କ'ଣ ଦରକାର ଥିଲା? ତାପରେ ପଲ୍ଲବୀ କହିବେ, ଏମିତି ବାସ୍ ପ୍ୟାକ୍ କରି ଦେଇଛି ସାନମା। ତାପରେ ଦାଦିମା କହିବେ, ମମତା ଏସବୁ କିଛି ହେଲା କୁଲଦେବତାଙ୍କର କୋପ ଯୋଗୁଁ। ଆଉ ମାୟା ତାକୁ ନେଇକରି ନଦୀରେ ଫୋପାଡ଼ି ଦେଲା। ଆଉ ସେଇଥିପାଇଁ ଏ ଅଭିଶାପ ଲାଗିଲା। ଆଉ ଏସବୁ କିଛି ହେଉଛି କେବଳ ରିମଝିମ୍ ପାଇଁ। ତାରି ଯୋଗୁଁ କୁଲଦେବତାଙ୍କର ଯୁଗଳ ମୂର୍ତ୍ତି ଫାଟ ହେଇଗଲା। ଆଉ ମାୟା ତାକୁ ଏହାପରେ ପଲ୍ଲବୀ କହିବେ, ଦାଦିମା ଆପଣ ଏତେ ବୁଝିବାର ହେଇ ଏଭଳିଆ କଥାବାର୍ତ୍ତା କରୁଛ। ଭଗବାନ କେବେ କାହାରି ଅମଙ୍ଗଳ ଚିନ୍ତା କରନ୍ତିନି, କାହାକୁ ଅଭିଶାପ ଦିଅନ୍ତିନି। ଯଦି ସେମିତି ହେଇଥାନ୍ତା ତାହେଲେ ବାବା ଆଉ ଆଦର୍ଶ କେବେ ଭଲ ହେଇଥାନ୍ତେ? ସେ ତ ଭଲ ହେଇ ଗଲେଣି ନା। ତେଣୁ ଏ କ'ଣ ଭଗବାନଙ୍କର କୃପା ନୁହେଁ? ଆଉ ତାଠୁ ଅଧିକା ଆମକୁ କ'ଣ ବା ଦରକାର? ଏହାପରେ ମମତା କହିବେ, ପଲ୍ଲବୀ ତୁ ଆଦର୍ଶର ଜୀବନରୁ ଚାଲି ଯାଉଛୁ, ଏଥିରେ ଭଲ କୋଉଠି ହେଲା? ମାୟା କହିବେ, ଆନନ୍ଦ, ତମକୁ ଚୁପ୍ ରହିବା ପାଇଁ କହିଲି ନା, କାହିଁକି ଅଯଥାରେ ଚିନ୍ତା କରୁଛ କହିଲ? ମୁଁ ତ କହିଲି ସବୁକିଛି ଠିକ୍ ଅଛି। ତାପରେ ମାୟା ମନେ ମନେ କହିବେ, ମୁଁ ତମକୁ କେମିତି କହିବି ଆନନ୍ଦ? ତମ ଦି ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ମୁଁ ରୂପସା ପାଖରେ ପଲ୍ଲବୀ ଜୀବନ ବିକି ଦେଇଛି। ରୂପସାର ସର୍ତ୍ତରେ ମୁଁ ରାଜି ହେଇଯାଇଛି। ତମେ ଯେତେବେଳେ ସତ ଜାଣିବ ଏକଥା କେମିତି ହଜମ କରିବ ଆନନ୍ଦ? ଯିଏ ତମ ଗେଲି ବୋହୂ ସେ ଘର ଛାଡ଼ିକି ଚାଲି ଯାଇଥିବ। ଭାବିଥିଲି ପଲ୍ଲବୀକୁ ଏକ୍ସେପ୍ଟ କରି ତମକୁ ଖୁସି ଦେବି, କିନ୍ତୁ ପଲ୍ଲବୀ ଏବେ ଏ ଘରୁ ଆଉ ଏପଟେ ପଲ୍ଲବୀ ଚିଠି ଲେଖୁଥିବେ। ଆଉ ଦାଦିମା ଆଉ ମମତା ପଲ୍ଲବୀ ପାଖକୁ ଆସିବେ। ଆଉ ଦାଦିମା କହିବେ, ପଲ୍ଲବୀ ଏସବୁ କ'ଣ? ତାପରେ ମମତା କହିବେ, ପଲ୍ଲବୀ ଏତେ ଜଲ୍ଦି ଲଗେଜ ପ୍ୟାକ୍ କରିବା କ'ଣ ଦରକାର ଥିଲା? ତାପରେ ପଲ୍ଲବୀ କହିବେ, ଏମିତି ବାସ୍ ପ୍ୟାକ୍ କରି ଦେଇଛି ସାନମା। ତାପରେ ଦାଦିମା କହିବେ, ମମତା ଏସବୁ କିଛି ହେଲା କୁଲଦେବତାଙ୍କର କୋପ ଯୋଗୁଁ। ଆଉ ମାୟା ତାକୁ ନେଇକରି ନଦୀରେ ଫୋପାଡ଼ି ଦେଲା। ଆଉ ସେଇଥିପାଇଁ ଏ ଅଭିଶାପ ଲାଗିଲା। ଆଉ ଏସବୁ କିଛି ହେଉଛି କେବଳ ରିମଝିମ୍ ପାଇଁ। ତାରି ଯୋଗୁଁ କୁଲଦେବତାଙ୍କର ଯୁଗଳ ମୂର୍ତ୍ତି ଫାଟ ହେଇଗଲା। ଆଉ ମାୟା ତାକୁ ଏହାପରେ ପଲ୍ଲବୀ କହିବେ, ଦାଦିମା ଆପଣ ଏତେ ବୁଝିବାର ହେଇ ଏଭଳିଆ କଥାବାର୍ତ୍ତା କରୁଛ। ଭଗବାନ କେବେ କାହାରି ଅମଙ୍ଗଳ ଚିନ୍ତା କରନ୍ତିନି, କାହାକୁ ଅଭିଶାପ ଦିଅନ୍ତିନି। ଯଦି ସେମିତି ହେଇଥାନ୍ତା ତାହେଲେ ବାବା ଆଉ ଆଦର୍ଶ କେବେ ଭଲ ହେଇଥାନ୍ତେ? ସେ ତ ଭଲ ହେଇ ଗଲେଣି ନା। ତେଣୁ ଏ କ'ଣ ଭଗବାନଙ୍କର କୃପା ନୁହେଁ? ଆଉ ତାଠୁ ଅଧିକା ଆମକୁ କ'ଣ ବା ଦରକାର? ଏହାପରେ ମମତା କହିବେ, ପଲ୍ଲବୀ ତୁ ଆଦର୍ଶର ଜୀବନରୁ ଚାଲି ଯାଉଛୁ, ଏଥିରେ ଭଲ କୋଉଠି ହେଲା? ତ ଦର୍ଶକ ବନ୍ଧୁ, ପଲ୍ଲବୀକୁ ଆଦର୍ଶ କ'ଣ ଘରୁ ଚାଲିଯିବା ପାଇଁ ଅଟକେଇବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।